ଶିବାୟ ଗଣେଶଙ୍କ ଜନ୍ମ ଶୁଣ ସାଧୁ ଜନେ ଶୁଣ ମନ କର୍ଣ୍ଣ ଦେଇ ଗଣେଶଙ୍କ ଜନ୍ମ କଥା କହିବା ବୁଝାଇ। ଏକ ଦିନେ ମହେଶ୍ୱର ଅତି ଖୁସି ଥିଲେ ନିଜ ପୁତ୍ର କାର୍ତ୍ତିକଙ୍କୁ ପାଖକୁ ଡାକିଲେ। କହିଲେ କୁମାରମଣି ଶୁଣ ମୋ ବଚନ ଜଗିଥାଅ ଏ ମନ୍ଦିର ମୋର ଆଜ୍ଞା ମାନ। ଭ୍ରମଣ କରିବା ପାଇଁ ଯାଉଅଛି ମୁହିଁ ଫେରିବା ପର୍ଯ୍ୟନ୍ତ ଜଗି ବସିଥିବୁ ତୁହି। ଷଡ଼ାନନକୁ ଜଗାଇ ମନ୍ଦିର ମଧ୍ୟରେ ଉମା ଦେବୀଙ୍କୁ ବସାଇ ଆପଣା କୋଳରେ। ବୃଷଭ ବାହନରେ ଯେ ବସି ପଞ୍ଚାନନ ପ୍ରବେଶ ହୋଇଲେ ଯାଇ ଏକଇ ଅରଣ୍ୟ। ନାନା ପ୍ରକାରେ ସେଠାରେ ଫୁଲ ବୃକ୍ଷ ମାନ ଫଳ ପୁଷ୍ପ ଭରା ବୃକ୍ଷ ଅଟେ ଶୋଭବନ। ଅତୀବ ସୁନ୍ଦର ସେଇ ବନ ଗୋଟି ପୁଣ ବିଚାରିଲେ କିଛି ଦିନ କଟାଇବା ପୁଣ। ଏପରି ଚିନ୍ତା କରିଣ ଆପଣା ମନର ବିଶ୍ୱକର୍ମାକୁ ଚିନ୍ତିଲେ ଆପଣା ମନର। ଚିନ୍ତିବା ମାତ୍ରକେ ବିଶ୍ୱକର୍ମା ପହଞ୍ଚିଲେ କାହିଁକି ଡକାଇଲେ ଯେ ପ୍ରଭୁ ବୋଲାଇଲେ। ଦେବ ମହାଦେବ ତେଣୁ କହିଲେଟି ପୁଣ ଏକଇ ମନ୍ଦିର ଏଠି କର ନିର୍ମାଣ। ଆଜ୍ଞା ପାଇ ବିଶ୍ୱକର୍ମା ଆନନ୍ଦ ହୋଇଲେ ସୁନ୍ଦର ମନ୍ଦିର ଏକ ନିର୍ମାଣ କରିଲେ। ସେ ମନ୍ଦିର ମଧ୍ୟ ପାର୍ବତୀଙ୍କୁ ରଖି ଦେଇ ବନ ଭ୍ରମଣରେ ଚଳିଗଲେ ଦେବସାଇ। ସଦାଶିବ ଚଳିଯାନ୍ତେ ପର୍ବତ ନନ୍ଦିନୀ ଆପଣା ପାତ୍ରେ ହରିଦ୍ରା ଲେପିଲେ କପୁଣି। ହରିଦ୍ରା ଲେପନ ପରେ ସୁବାସ ଅତର ଲେପନ କରିଲେ ସେହି ହରିଦ୍ରା ଉପର। ଘଷି ଘଷି ମୁକୁଳିତି ଅଙ୍ଗୁଠାଇଲେ ହସ୍ତରେ ଏକତ୍ର କରି ଶରବେ ଧରିଲେ। ପୁରୁଷ ଆକୃତି କଲେ ପିତୁଳା ନିର୍ମାଣ ଅଗ୍ରତେ ରଖିଲେ ଲେପି କରି ଚତୁଃସମ। ତାପରେ ଯେ ଜୀବନ୍ୟାସ କରିଲେ ପ୍ରଦାନ ପୁତ୍ର ବୋଲି କରି ତାକୁ ଡାକି ତତକ୍ଷଣ। ବୋଇଲେ ଦ୍ୱାର ଦେଶରୁ ଜଗିବୁ କୁମର କାହାକୁ ନ ଛାଡ଼ିବୁ ତୁ ମନ୍ଦିର ମଧ୍ୟର। ସନ୍ତାନକୁ କହି ଚଳିଗଲେ ଉମା ଦେବୀ ଶୂଳ ହସ୍ତେ ଜଗିଛନ୍ତି ଦ୍ୱାର ଯତ୍ନ କରି। ସ୍ନାନ କରି ବସ୍ତ୍ର ଅଳଙ୍କାରକୁ ପିନ୍ଧିଲେ ଶୂଳ ଧରି ସୁତ ବସି ଅଛଇ ଦୁଆରେ। ଏହା ପରେ ଯାହା ହେଲା ଶୁଣ ହେ ପଣ୍ଡିତେ ଲେଖନ କରୁଛି ସଂସାରୀ ଜନଙ୍କ ହିତେ। ଜନନୀ ଆଦେଶ ଦ୍ୱାର ଦେଶେ ଗଣନାଥ ବସିଛନ୍ତି ବୁସରରେ ମିଳିଲେ ପଶୁନାଥ। ଦେଖନ୍ତି ଦ୍ୱାରେ ବସିଛି ଏକଇ ପୁରୁଷ ଶୂଳଧର ଅଛି ମୁଖେ ଉତ୍କଟର ହସ। ଖୁସି ମନେ ସଦାଶିବ ତାକୁ ଯେ କହିଲେ ଦ୍ୱାର ଛାଡ଼ ମନ୍ଦିରକୁ ଯିବି ମୁଁ ଭଲେ। ମନା କରିବାକୁ କୋପ କଲେ ପଶୁପତି ତ୍ରିଶୂଳ ମାରି ମୁଣ୍ଡ କାଟିଲେ ଝଟତି। କୋପ ନେତ୍ରେ ଚାହିଁବାରୁ ମୁଣ୍ଡ ଭସ୍ମ ହେଲା ଭିତର ପ୍ରବେଶ କଲେ ଦେବ ଦେବ ଭୋଳା। ରକ୍ତର ଦାଗ ଲାଗିଛି ଶରୀର ଉପରେ ଉଭା ହେଲେ ଯାଇ କରି ପାର୍ବତୀ ଆଗରେ। ରୁଧିର ଦେଖି ପାର୍ବତୀ ପୁଛନ୍ତି ବଚନ ରୁଧିରମୟ ତୁମ୍ଭେ କିସ ଘଟନ। ଶଙ୍କର କହିଲେ ଶୁଣ ଶୁଣ ଗୋ ପାର୍ବତୀ ଦ୍ୱାର ଜଗିଥିଲା ଯେ ସତ୍ୱର ନ ଛାଡ଼ିଲା ଏଥି। ତ୍ରିଶୂଳେ କାଟିଲି ମୁହିଁ ମସ୍ତକ ତାହାର ତାପରେ ଯେ ଆସିଲି ମୁଁ ତୁମରି ପାଶର। ପାର୍ବତୀ ବୋଇଲେ ନାଥ ଏକି କର୍ମ କଲ ନିଜ ସନ୍ତାନ ଜୀବନ ନିଜେ ହସ୍ତେ ନେଲ। ଶ୍ରୀଅଙ୍ଗ ମଳିରୁ ତାକୁ କଲ ନିରିମାଣ ପ୍ରାଣଦାନ ଦେଇଥିଲ ଦେବତା ପରାଣ। କରିବାକୁ ମୁଁ ଆଦେଶ ମୁଁ ଦେଇଥିଲି ନ ପଚାରି ନାସିଲ କୁହେତ ଗୋସାଇଁ। ପୁତ୍ରକୁ ବଞ୍ଚାଇ ଦିଅ ବିଳମ୍ବ ନ କର ଶୁଣି ଶିବ ଚଳିଗଲେ ଅତ୍ୟନ୍ତ ସହଳ। ଦେଖନ୍ତି ମସ୍ତକ ନାହିଁ ଶ୍ବେତ ହସ୍ତୀ ଶିର କୋଟି ଯୋଡ଼ି ପ୍ରାଣ ଦାନ ଦେଲେ ଯେ ଶଙ୍କର। ହସ୍ତୀ ମସ୍ତକ ଯୋଡ଼ି ନ ଦେଲେ ଜୀବଦାନ ଚେତନା ପାଇନ ଶୀଘ୍ର ଉଠିଲା ନନ୍ଦନ। ପିତା ମାତା ଶ୍ରୀଚରଣେ କରିଲେ ପ୍ରଣାମ ସକଳ ଦେବ ଅଗ୍ରତେ ହୋଇଲେ ପୂଜନ। ମୂଢ଼ ଅଜ୍ଞାନୀ ପୁଣି ନାମ ତ ପ୍ରଦାନ ତୁମ ନାମ ସ୍ମରି ତୁମ ପୁରାଣ ଲେଖନ। ନମଃ ଶିବାୟ ତାରକାସୁର ବଧ୍ୱଃ। ଶୁଣ ହେ ପଣ୍ଡିତ ଜନ ଦେଇ ମନ କର୍ଣ୍ଣ ପରମ ପବିତ୍ର ଅଟେ ଶିବଙ୍କ ପୁରାଣ। ମହାବଳୀୟାର ପୁଣି ତାରକାସୁର ସ୍ୱର୍ଗପୁର ତା ପ୍ରତାପେ ହେଲା ଥରହର।
ଇନ୍ଦ୍ରାଦି ଦେବଙ୍କ ସଙ୍ଗେ କରିଣ ସମର, ସ୍ୱର୍ଗପୁର ପ୍ରବେଶିଣ କଲା ଛାରଖାର। ଅସୁର ଉତ୍ପାତ ଷଡ଼ାନନ ନ ସହିଲେ, ତାରକାକୁ ବଧିବେ ଯେ ବୋଲି ସେ କହିଲେ। ଇନ୍ଦ୍ରାଦି ଦେବଗଣ ଆନନ୍ଦ ହୋଇଲେ, ଆପଣା ଭବନକୁ ସେ ଆନନ୍ଦେ ଫେରିଲେ। ରାମ ରାମ ଗାଇ ବୀଣା ସୁରେ ମୁନିବର, ତାରକାସୁର ନିକଟେ ମିଳିଲେ ସତ୍ୱର। ତଟା ଜଗତିରେ ବସିଥିଲା ବୀରବର, ନାରଦଙ୍କୁ ଦେଖି ସିଏ କରିଲା ଜୁହାର। ଆସନୁ ଉଠିଣ ଧୋଇ ତାଙ୍କରି ଚରଣ, ବସିବା ପାଇଁ କି ଦେଲା ଅପୂର୍ବ ଆସନ। ନାରଦଙ୍କୁ ପଚାରିଲା ତାରକା ଅସୁର, କି କାରଣେ ପ୍ରବେଶିଲ ପ୍ରସାଦେ ମୋହର। ଅସୁର ବଚନ ଶୁଣି ନାରଦେ କହନ୍ତି, ତାରକାରେ ତତେ ଏବେ ପଡ଼ିଲା ବିପତ୍ତି। ଶିବଙ୍କର ଔସରରୁ ଜନ୍ମିଲି ନନ୍ଦନ, ନାମଟି ତାହାର ପୁଣି ବୀରସରାନନ। ସେ ତତେ ବଧ କରିବେ ସଂକଳ୍ପ କରିଛି, ବାର୍ତ୍ତା ଜଣାଇବେ ପାଇଁ ତୋ ପାଖେ ଆସିଛି। ମନ ଜାନେ ବସି ମୁନି ବର ଚଳିଗଲେ, ତାରକାସୁର ଯେ ଏବେ ମୁନିରେ ଭଳିଲେ। ଅସୁର ମନରେ ତେଣୁ କରିଲା ବିଚାର, କାଲି ନିଶ୍ଚୟ ମୋ ଶତ୍ରୁକୁ କରିବି ସଂହାର। ରାତିରେ ଶୋଇ ତାରକା ସପନ ଦେଖଇ, ଦେହ ପାଇଲା ତୈଳେ ଯାଇ ଅଛି ବହି। ରକତ ବସ୍ତ୍ର କରିଛି ସେହି ପରିଧାନ, ମଇଁଷି ପୃଷ୍ଠେ ବସିଣ କରୁଛି ଗମନ। କାକ ଶିବାଚରଣ ଉଡ଼ି କରୁଛନ୍ତି ସ୍ୱନ, ଆଶ୍ଚର୍ଯ୍ୟ ହୋଇଲା ଅସୁର ସ୍ଥିର ମନ। ନିଦ୍ରା ତେଜିଣ ଉଠିଲା ତାରକା ଅସୁର, ନାରଦଙ୍କ କଥା ତାର ପଡ଼ିଲା ମନର। ରାତି ପାହିବାରେ ଦ୍ୱାରପାଳ ଡକାଇନ, କହିଲା ମନ୍ତ୍ରୀକୁ ଯାଇ କହ ତୁ ବହନ। ତହୁଁ ଦ୍ୱାରପାଳ ପୁଣି ଶୀଘ୍ର ଚଳିଗଲା, ମନ୍ତ୍ରୀ ସେନାପତି ଘେନି ସଙ୍ଗରେ ଆସିଲା। ପ୍ରବେଶ ହୁଅନ୍ତେ ଦୈତ୍ୟ ଆନନ୍ଦିତ ମନ, ବୋଲଇ ସୈନ୍ୟ ସେନା ଜୟ ବହନ। ଆଦେଶ ପାଇନ ମନ୍ତ୍ରୀ ସେନା ଗୋଟି ଗଲେ, ସୈନ୍ୟ ସାମନ୍ତ ସଜାଇ ବାହାର ହୋଇଲେ। ସମସ୍ତଙ୍କୁ ଦେଖି ଖୁସି ତାରକା ଅସୁର, ବୀର ବେଶରେ ବସିଲା ରଥର ଉପର। ଅଷ୍ଟସିଂହ ଯୋଗ ହୋଇଥିଲେ ରଥେ ତାର, ବିରାଳ ରଥ ଉପରେ ଉଡ଼େ ଫର ଫର। ଯୁଦ୍ଧ ବାଦ୍ୟ ବାଜୁଅଛି ଅତ୍ୟନ୍ତ ଉଚ୍ଚରେ, ଗଣିକା ଗଣ ନାଚନ୍ତି ତାଙ୍କରି ଆଗରେ। ହୁଳହୁଳି ଶବଦରେ ଚଉଦିଗ ପୁରେ, ସୈନ୍ୟମାନେ ଗମୁଛନ୍ତି ଆନନ୍ଦ ମନରେ। ଦୈତ୍ୟଙ୍କ ପାଦ ଚଲାରେ ଧରଣୀ କମ୍ପଇ, ମହାପ୍ରଳୟ ଆସେ କି ଧରାକୁ ଓହ୍ଲାଇ। ସୈନ୍ୟଗଣ ଧରି ଦୈତ୍ୟ ପ୍ରବେଶ ହୋଇଲା, ସର୍ବଦେବଙ୍କର ଆସନ କମ୍ପିଲା। ଓಂ ନମଃ ଶିବାୟ ତୁଣ୍ଡେ କରି ଉଚ୍ଚାରଣ, ନିଜ ନିଜ ଯାନ ଚଢ଼ି ସର୍ବେ ଦେବଗଣ। ଷଡ଼ାନନକୁ ଧରିଣ ମିଳିଲେ ତତକ୍ଷଣ, ଶିଖି ପୁଷ୍ଟେ ଷଡ଼ାନନ ବିଜେ କରିଛନ୍ତି। ଜ୍ୱାଳାବଳୀ ଶକ୍ତି ନିଜ ହସ୍ତେ ଧରିଛନ୍ତି, ସୁରଗଙ୍ଗା ପାଶେ ମିଳି ଗଲେ ଦୁଇ ବଳ। ଲାଗିଲା ସମର ତହିଁ ଅତି ଗୁରୁତର, ଷୋଳଗୋତି ଧନୁ ଧରି ବୀର ଷଡ଼ାନନ। ତା ଦେଖି ସମର ଶେଷ ସେ ଅସୁର ଜାଣ, ଅଗ୍ନିବାଣ ଛାଡ଼ିବାରୁ ତାରକା ଅସୁର। ଷଡ଼ାନନ ବିନ୍ଧି ଦେଲେ ବର୍ଷ ଜଳଶର, ଅପନଗ୍ନ ଅସ୍ତ୍ର ପ୍ରହାର କରିଲା ଅସୁର। ଗରୁଡ଼ ଶନି ଖେପିଲେ କାର୍ତ୍ତିକ କୁମର, 7 ଦିନ ଗତ ହେଲା ହେଉ ହେଉ ରଣ। ପରିଗ ପ୍ରହାର କଲେ ଦେବ ଷଡ଼ାନନ, ବାମ ବାହୁ ଛିଡ଼ିଗଲା ତାରକାର ଅସୁର। ପାଟି ବିସ୍ଫାରିଣ ରାଗେ ଧାଇଲେ ଅସୁର, ଧାତା ଦେଇଥିବା ଅସ୍ତ୍ର ଧରି ଷଡ଼ାନନ। ଶେଷରେ ତାରକାସୁର ହୋଇଲା ନିଧନ, ଦେଖି ଦେବଗଣ ସର୍ବେ ଯୋଗେ ଧ୍ୱନି କଲେ। କାର୍ତ୍ତିକେୟ ଶିରେ ପୁଷ୍ପବୃଷ୍ଟି କଲେ, ଆହେ ପ୍ରଭୁ ଷଡ଼ାନନ ଦେବଙ୍କର ସୁତ। ପଦମ ତୁମ ଚରଣେ ନେଉଛି ଆଶ୍ରିତ, ଜଗତ ଜନକ ଦୁଃଖ ଦୂର କରିଦେବ। ଦୟାକର ଦୟାମୟ ଗୁହାରି ଶୁଣିବ। ଓଁ ନମଃ ଶିବାୟ।